ଉପମୁଖ୍ୟମନ୍ତ୍ରୀଙ୍କ ସୁଭଦ୍ରା ସମୀକ୍ଷା ଜୁଲାଇ 25 ସୁଦ୍ଧା ଶେଷ କର ଫିଲ୍ଡ ଇନକ୍ୱାରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲୋକସେବା ଭବନରେ ସୁଭଦ୍ରା ଯୋଜନାର ଆଜି ସମୀକ୍ଷା କରିଛନ୍ତି। ଆସନ୍ତା ଜୁଲାଇ 25 ତାରିଖ ମଧ୍ୟରେ କ୍ଷେତ୍ର ପରିଦର୍ଶନ କରି ଯାଞ୍ଚ ଶେଷ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ରାକ୍ଷୀ ପୂର୍ଣ୍ଣିମାରେ ପ୍ରାୟ କୋଟିଏ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରାଯିବ। ଉପମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ପାଇଁ ଡିବିଟି ସକ୍ରିୟକରଣ, ଇ-କେୱାଇସି, ଫିଲ୍ଡ ଇନକ୍ୱାରୀ, ଏନ୍ପିସିଆଇ ମ୍ୟାପିଂ, ପେମେଣ୍ଟ ଫାଇଲର ପ୍ରସ୍ତୁତି ଏବଂ ବ୍ୟାଙ୍କ ସମନ୍ୱୟ ଆଦି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ସମୀକ୍ଷାରୁ ଜଣାଯାଇଛି ଯେ ରାଜ୍ୟରେ ଆଉ 3,17,966 ଜଣ ନୂତନ ହିତାଧିକାରୀ ସୁଭଦ୍ରା କିସ୍ତି ପାଇଁ ଆବେଦନ କରିଛନ୍ତି। ସେହିପରି 82,026 ଡିବିଟି ସକ୍ରିୟକରଣ, 28,621 ବାୟୋମେଟ୍ରିକ୍ ଇ-କେୱାଇସି ଓ 3,53,059ଟି ଫିଲ୍ଡ ଇନକ୍ୱାରୀ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଛି। ସେଗୁଡ଼ିକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜୁଲାଇ 25 ତାରିଖ ସୁଦ୍ଧା ଫିଲ୍ଡ ଇନକ୍ୱାରୀ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯେଉଁ 28,621 ଜଣ ଆବେଦନକାରୀଙ୍କର ସୁଭଦ୍ରା ପୋର୍ଟାଲରେ ଇ-କେୱାଇସି ଦେଖାଉନାହିଁ, ସେମାନେ ଜୁଲାଇ 25 ତାରିଖ ସୁଦ୍ଧା ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ବାୟୋମେଟ୍ରିକ୍ ଦେଇ ପୁଣି ଥରେ ଇ-କେୱାଇସି କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ପରାମର୍ଶ ଦେଇଛନ୍ତି। ସେହିପରି ଯେଉଁମାନେ ଅନ୍ୟ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଯେପରିକି 5 ଏକର ଜମି ନଥାଇ କିସ୍ତି ପାଇବାକୁ ବାଦ୍ ପଡ଼ିଛନ୍ତି କିମ୍ବା ଆୟକର ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେମାନେ ଫିଲ୍ଡ ଇନକ୍ୱାରୀ ବେଳେ ଅଭିଯୋଗ କରିପାରିବେ। ବ୍ଲକ ସ୍ତରୀୟ କମିଟି ଏସବୁ ସମସ୍ୟାକୁ ବାହାର କରି ଉକ୍ତ ହିତାଧିକାରୀ କିସ୍ତି ପାଇବାକୁ ଯୋଗ୍ୟ କି ନୁହେଁ ତାହା ଯାଞ୍ଚ କରିବେ। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପରବର୍ତ୍ତୀ କିସ୍ତି ପ୍ରଦାନ କରାଯିବ। ଯେଉଁମାନେ ବିଲକୁଲ ପାଉନାହାନ୍ତି ସେମାନେ ମଧ୍ୟ ଏକକାଳୀନ ସୁଭଦ୍ରା କିସ୍ତି ପାଇପାରିବେ। ସେହିପରି ଯେଉଁମାନଙ୍କ ବକେୟା କିସ୍ତି ରହିଛି ସେମାନେ ମଧ୍ୟ ବକେୟା କିସ୍ତି ପାଇପାରିବେ। ଆଗାମୀ କିସ୍ତିରେ ପ୍ରାୟ 1 କୋଟିରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ କିସ୍ତି ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।